ଆଜିର ଏଇ 12th ଅନଲାଇନ୍ କ୍ଲାସ୍କୁ ସମସ୍ତଙ୍କୁ ପୁନର୍ବାର ସ୍ୱାଗତ। ଆଜିର ଏଇ ଯେଉଁ କ୍ଲାସ୍ ରହିଛି ମୁଁ ପୁନର୍ବାର ଆଜି ଏକ ନୂତନ ଟପିକ୍ ନେଇକି ଆସୁଛି। ଯେଉଁ ଟପିକ୍ର ରହିଛି ଆମର ସେଇ ଇନଫର୍ମେସନ୍ ଟେକ୍ନୋଲୋଜିର କିଛି ନୂତନ ଜିନିଷ ଯେଉଁଟାକି ଆମେ ପୂର୍ବରୁ କ୍ଲାସ୍ 5 ପର୍ଯ୍ୟନ୍ତ ଦେଖିଥିଲେ। କ୍ଲାସ୍ 5 ପରଠୁ କ୍ଲାସ୍ ବର୍ତ୍ତମାନ ଆମର କ୍ଲାସ୍ ନମ୍ବର 6 ଆଜି ପହଞ୍ଚିଛି। କ୍ଲାସ୍ ନମ୍ବର 6ରେ ଆଜି କିଛି ଡିସ୍କସନ୍ ରହିଛି +2 କ୍ଲାସେସ୍ର ଯେଉଁ ଆମର ସେକେଣ୍ଡ ଇୟର୍ ପିଲାମାନଙ୍କ ପାଇଁ ସାଇନ୍ସ ଆର୍ଟ୍ସ କମର୍ସ ତିନିଟା କ୍ଲାସ୍ର ପିଲାମାନଙ୍କ ପାଇଁ ଆଜିର କିଛି ନୂଆ ଟପିକ୍ ରଖିଛି। ସେ ଟପିକ୍ ଜାଣିବା ପୂର୍ବରୁ ତା'ର କିଛି ଓଭରଭ୍ୟୁ ମୁଁ ବର୍ତ୍ତମାନ କରୁଛି, ଯେଉଁଟାକି କ'ଣ ଆଜି ଚାପ୍ଟରରେ ଆମର ପଢ଼ା ହେବ ବା ଆଜି କ୍ଲାସ୍ରେ କ'ଣ ଡିସ୍କସ୍ ହେବ ତାକୁ ଆମେ ଦେଖିବା। ଏସବୁ ଦେଖିବା ପୂର୍ବରୁ ପ୍ରଥମ ମୁଁ ସମସ୍ତଙ୍କୁ ଗୋଟେ କଥା କହିବି ଯେ ସମସ୍ତେ এই ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଦ୍ୱାରା କି ପୁରା ଆଜିର ଯେଉଁ କ୍ଲାସ୍ର ପୁରା ବିବରଣୀ ମିଳିପାରିବ, ଯାହାଦ୍ୱାରା କି ଆମେ ନିହାତି ଭାବରେ ପରୀକ୍ଷାରେ ସକ୍ସେସଫୁଲ୍ ହେବାର ବହୁତ କିଛି ସାହାଯ୍ୟ କରିବ। ତ ସେଥିପାଇଁ ଚାଲନ୍ତୁ ଷ୍ଟାର୍ଟ କରିବା। ତ ଆଜିର ଫାର୍ଷ୍ଟ ଆମେ ଯେଉଁ ପୂର୍ବ କ୍ଲାସ୍ରେ ଯେଉଁ କ୍ଲାସ୍ ନମ୍ବର 5ରେ ମୁଁ ଯେଉଁ ଡିସ୍କସ୍ କରିଥିଲି କେବୁଲ୍ ଉପରେ, ଆଜି ସେ କେବୁଲ୍ ଉପରେ କିଛି କନେକ୍ଟର ଉପରେ ଡିସ୍କସ୍ କରିବା। ଆଉ ତା ସହିତ ଆମର କିଛି ୱାୟରଲେସ୍ ଟ୍ରାନ୍ସମିସନ୍ ଯେଉଁ ଆମର ପଢ଼ିଥିଲେ ଆମେ ଟ୍ରାନ୍ସମିସନ୍ ମିଡ଼ିଆ ଦୁଇ ପ୍ରକାର ଥିଲା, ଗୋଟେ ୱାୟାର ଆଉ ଗୋଟେ ୱାୟରଲେସ୍। ଯେଉଁ ୱାୟାରରେ ଆମେ ଯାହା ପଢ଼ିଥିଲେ ତାକୁ ତ ଆମେ ପ୍ରିଭିୟସ୍ କ୍ଲାସ୍ରେ ଡିସ୍କସ୍ କରିଥିଲେ, ଆଉ ୱାୟରଲେସ୍ରେ ଯେଉଁଟା ଆମେ ଡିସ୍କସ୍ କରିବାକୁ ଯାଉଛନ୍ତି ତ ଆଜି ସେଇଟା ଡିସ୍କସ୍ କରିବା। ତ ତା'ର ତିନିଟା ରହିଛି ଟ୍ରାନ୍ସମିସନ୍ ମିଡ଼ିଆ, ଯେଉଁଟାକି ଆମର ରେଡ଼ିଓ ୱେଭ୍, ମାଇକ୍ରୋୱେଭ୍ ଆଉ ଇନଫ୍ରାରେଡ୍ ୱେଭ୍, ଯେଉଁଟା ତିନିଟା ଅଛି। ତ ତାକୁ ଆଜି ଡିସ୍କସ୍ କରିବା। ନେକ୍ସଟ ତାପରେ ଆମର ରହିଛି ବ୍ଲୁଟୁଥ୍ ରହିଛି ଆଉ ସାଟେଲାଇଟ୍ ଲିଙ୍କ୍ ରହିଛି। ଏଇ ଆଜି ଚାରୋଟି ଟପିକ୍ ଉପରେ ଆଜି ଡିସ୍କସନ୍ ହେବ। ତ ସମସ୍ତେ ଭିଡ଼ିଓଟିକୁ ମୂଳ ଶେଷ ପର୍ଯ୍ୟନ୍ତ ଦେଖିବା ନିହାତି ଜରୁରୀ, ତାହେଲେ ପୁରା ତଥ୍ୟ ଆମେ ପାଇପାରିବା। ତାହେଲେ ଚାଲ ଆଜି ଡିସ୍କସ୍ କରିବା ସେଇ କେବୁଲ୍ କନେକ୍ଟର ଉପରେ, ଯାହାକି ଆମେ ପ୍ରିଭିୟସ୍ କ୍ଲାସ୍ରେ ଡିସ୍କସ୍ କରିଥିଲେ। ତ ପ୍ରିଭିୟସ୍ କ୍ଲାସ୍ରେ ମୁଁ ଯେଉଁ କହିଥିଲି ଆମର ଯେଉଁ କେବୁଲ୍ ସବୁ ଥିଲା, ଯେଉଁ କେବୁଲ୍କୁ ମୁଁ ଆମେ ତିନି ଭାଗରେ ବିଭକ୍ତ କରିଥିଲି। ଗୋଟେ ହେଉଛି ଇଥରନେଟ୍ କେବୁଲ୍, କୋଆକ୍ସିଆଲ୍ କେବୁଲ୍ ଆଉ ଫାଇବର ଅପ୍ଟିକ୍ସ କେବୁଲ୍, ଯେଉଁ ଆମର ତିନି ପ୍ରକାର କେବୁଲ୍ ଥିଲା। ତ ସେ ଯେଉଁ କେବୁଲ୍ ଉପରେ ମୁଁ ଡିସ୍କସନ୍ କରିଥିଲି, ତ ତା'ର ଏଠି ସର୍ଟରେ ମୁଁ କିଛି ରଖିଛି, ଯେଉଁଟାକି ଆମେ ଜାଣିପାରିବା ଯେ କେଉଁ କେବୁଲ୍ କ'ଣ ପାଇଁ ବ୍ୟବହାର ହୁଏ, ତା'ର ସ୍ପିଡ଼୍ କେତେ, ତା'ର କଷ୍ଟ କ'ଣ, ତା'ର ଯେଉଁ ପାରାମିଟର ଏଗୁଡ଼ା ସବୁ ରହିଛି ତାକୁ ଆମେ ଦେଖିବା। ତ ଏଠି ଦେଖିବାକୁ ଗଲେ ମୁଁ ପ୍ରଥମେ ଏଠି କହିବି ଯାଇକି ସମସ୍ତେ ଏଠି ଦେଖ, ସିଗ୍ନାଲ୍ ଫର୍ମ ଗୋଟେ ଅଛି, ଏକ୍ସଟର୍ନାଲ୍ ଇଣ୍ଟରଫେରେନ୍ସ ଗୋଟେ ଅଛି, ଆଟେନୁଏସନ୍ ଗୋଟେ ଅଛି, ଡାଟା ଟ୍ରାନ୍ସଫର ରେଟ୍ ଅଛି, କଷ୍ଟ ଅଫ୍ କେବୁଲ୍ସ ଆଉ ଇନଷ୍ଟଲେସନ୍। ଏଇ ଯେଉଁ ଏତିକ ଯେଉଁ ଜିନିଷ ରହିଛି, ଆମକୁ ଏତିକି ଜିନିଷ ନିହାତି ଟେବୁଲ୍ଟା ମନେ ରଖିବା ଦରକାର। ତା ଭିତରେ ରଖିଲେ ଆମେ ସମସ୍ତେ ଜାଣିପାରିବା। ତ ସିଗ୍ନାଲ୍ ଫର୍ମ, ତ ଆମେ ଯଦି ଦେଖିବା ଫାଇବର ଅପ୍ଟିକ୍ସ କେବୁଲ୍ଟା ଅପ୍ଟିକାଲ୍ ଲାଇନ୍ରେ କାମ କରେ, ଯେଉଁଟାକି ତା'ର ସିଗ୍ନାଲ୍ ଫର୍ମ ଅପ୍ଟିକାଲ୍, ଆଉ ଏ ଦୁଇଟା ହେଉଛି ଇଲେକ୍ଟ୍ରିକାଲ୍। ଏଟାକୁ ମନେ ରଖିବା। ଏଇଟା ପ୍ରିଭିୟସ୍ କ୍ଲାସ୍ରେ ଜଷ୍ଟ ଖୁବ୍ କମ୍ ଡିସ୍କସ୍ କରିଥିଲି, ତ ଏଇଟାକୁ ମନେ ରଖିବା ଦରକାର। ସିଗ୍ନାଲ୍ ଫର୍ମ ଇଥରନେଟ୍ କେବୁଲ୍ ହେଉଛି ଇଲେକ୍ଟ୍ରିକାଲ୍, କୋଆକ୍ସିଆଲ୍ କେବୁଲ୍ ହେଉଛି ଇଲେକ୍ଟ୍ରିକାଲ୍, ଆଉ ଫାଇବର ଅପ୍ଟିକ୍ସ କେବୁଲ୍ ରହୁଛି ଅପ୍ଟିକାଲ୍। ତ ଇଏ ଗଲା। ତାପରେ ଆସିଲା ଏକ୍ସଟର୍ନାଲ୍ ଇଣ୍ଟରଫେରେନ୍ସ, ହାଇ ଲୋ ନିଲ୍। ତାମାନେ ଏଇଟା ବି ଆମର ଏକ୍ସଟର୍ନାଲ୍ ଯେଉଁ ବାହାରେ ରହିଛି ଇଣ୍ଟରଫେରେନ୍ସଟା, ତ ସେଇଟା ହାଇ ଆଉ ଲୋ ନିଲ୍ ଅଛି। ତ ସେମିତି ଆଟେନୁଏସନ୍ ଅଛି, ଯେମିତି ହାଇ ଲୋ ଭେରି ଲୋ ଅଛି। ସେମିତି ଆମର ଡାଟା ଟ୍ରାନ୍ସଫର ରେଟ୍, ଯେଉଁଟା ଆମର ଗୋଟେ କେବୁଲ୍ରେ କେତେ ସ୍ପିଡ଼୍ରେ ଟ୍ରାନ୍ସଫର ହୁଏ ଡାଟା, ତାର ରେଟ୍ ଅଛି 10 Mbps ଟୁ 10 Gbps, ସେମିତି 100 Mbps ତାହେଲେ ଲେସ୍ 100 Gbps। ତ ଏଥିରୁ ଆମେ ଜାଣିପାରିବା କି କେଉଁଟା ଭଲ ରେଟ୍ରେ ଯାଉଛି ବା କେଉଁ ସ୍ପିଡ଼୍ରେ କାହାର ଡାଟା ଟ୍ରାନ୍ସଫର ରେଟ୍ଟା ଅଛି। ତାପରେ ଦେଲା କଷ୍ଟ ଅଫ୍ କେବୁଲ୍ସ, ଯେଉଁଟାକି ଚିପେଷ୍ଟ ହେଉଛି କେଉଁଟା ଆମର ଇଥରନେଟ୍ କେବୁଲ୍ଟା ଚିପେଷ୍ଟ, ଏଇଟା ହେଉଛି ଆଭରେଜ୍ କୋଆକ୍ସିଆଲ୍ କେବୁଲ୍ଟା, ଆଉ ସବୁଠାରୁ ଏକ୍ସପେନ୍ସିଭ୍ ହେଉଛି ଆମର ଅପ୍ଟିକାଲ୍ ଫାଇବର କେବୁଲ୍, ଯେଉଁଟାକି ଆମର ସ୍ପିଡ଼୍ ବି ଅଧିକ ଅଛି, 100ରୁ କମ୍ ଅଛି। ସେମିତି ଇନଷ୍ଟଲେସନ୍ ଯଦି ଆମେ ଦେଖିବା, ଇଜି ହେଉଛି ଇଥରନେଟ୍ କେବୁଲ୍ର, ଯେଉଁଟାକି ଆମେ ଲ୍ୟାନ୍ କେବୁଲ୍ ଯେଉଁଟା ୟୁଜ୍ କରୁଛନ୍ତି ସେଇଟା ଇଜି ଇନଷ୍ଟଲେସନ୍, ଆଉ ଫେୟାରଲି ଇଜି ହେଉଛି କୋଆକ୍ସିଆଲ୍ କେବୁଲ୍, ଯେଉଁଟାକି ଆମର ମୁଁ କହିଥିଲି ଆମର ଟ୍ୱିଷ୍ଟେଡ୍ ପେୟାର କେବୁଲ୍ ଥିଲା, କୋଆକ୍ସିଆଲ୍ କେବୁଲ୍ ଥିଲା। ଏଇସବୁ କେବୁଲ୍ ଯେଉଁ ରହିଛି ସବୁ ତାକୁ ଆମେ ଦେଖିଥିଲେ। ତ ଫେୟାରଲି ଇଜି ଆଉ ଡିଫିକଲ୍ଟ, ତ ଏଇ ଯେଉଁ ଅଛି ତାକୁ ଆମେ ତ ସମସ୍ତେ, ମୁଁ ତ ଭାବୁଛି କି ଭୁଲି ଯାଇଥିବ। ତ ତା ପୂର୍ବରୁ ମୁଁ ସେ ଯେଉଁ ଆମର ଟ୍ରାନ୍ସମିସନ୍ ମିଡ଼ିଆଟା ଥିଲା ମୁଁ ସେଟାକୁ ଦେଖାଇ ଦେଉଛି, ଯେ ଆମର ତିନିଟା ଥିଲା। ଗୋଟେ ହେଉଛି ଦୁଇଟା ଥିଲା, ଗାଇଡ଼େଡ଼ ମିଡ଼ିଆ, ଅନଗାଇଡ଼େଡ଼ ମିଡ଼ିଆ। ସେଥିରେ କୋଆକ୍ସିଆଲ୍ କେବୁଲ୍, ଫାଇବର ଅପ୍ଟିକ୍ସ କେବୁଲ୍, ଟ୍ୱିଷ୍ଟେଡ୍ ପେୟାର କେବୁଲ୍ ଥିଲା ତିନିଟା। ତ ଏଠି ଯେଉଁ ଆମର ପ୍ରିଭିୟସ୍ରେ ମୁଁ ଦେଖାଉଛି ଏଠି
इथरनेट केबल, कोआक्सियल केबल, ऑप्टिकल फाइबर केबल जोटा अच्छे आमर ये समस्ते देखा दरकार कि ये जो कोआक्सियल केबल फाइबर ट्विस्टेड पेयर, जो ट्विस्टेड पेयर को आम इथरनेट केबल कहते तो ସେଇଟା को आम मन रखा दरकार। ट्विस्टेड पेयर केबल मीन्स इथरनेट केबल, यहाँ को आम ट्विस्टेड पेयर केबल कहीपर, जो आमर लिखि दूसरी समस्त टे नजर रख। ट्विस्टेड पेयर केबल, तो ट्विस्टेड पेयर केबल आमर ये रहा, तो ताको आम इथरनेट केबल कहले। एबे तो समस्त आशा कर कनेक्ट जो केबल उपर टिके आइडिया आ जाइए, तो समस्त यहाँ नोट लिखि रख, टेबुलटा मन रख, टेबुलटा मन रख निहत भाव में आग को मिल पार यार कि नुआ जिनस। तो जो कही जे वायरलेस जदि आम देखा, वायरलेस रोचे अनगाइडेड मीडिया ताको आम कहते। ये अनगाइडेड मीडिया रे तीन टा जिनस तो आम देखिले, माइक्रोवेव, रेडियो वेव और इन्फ्रारेड। जो ये जो तीन टा रहा, ये तीन टा को आम आज डिस्कस करवा। तो चलते आज डिस्कस करिया तार ऊपर। प्रथम वायरलेस ट्रांसमिशन ऊपर जब आम देखा, अनगाइडेड मीडिया जो आम देखा तार जब डिस्कसन आम देखा, ताहले आमको प्रथम यहाँ को नजर देव पड़ो जे वायरलेस ट्रांसमिशनटा कौन, व्हाट इज वायरलेस ट्रांसमिशन, आउ यहाँ किपर भाव में होता है। वायरलेस मीन्स व्हाट, आम जदि कहवा मुझे डेफिनेशन जदि आम देखुं, डेफिनेशन रे ही आम पाई। डेफिनेशन कहूँ इट इज ए इलेक्ट्रॉनिक मैग्नेटिक सिग्नल which passes or moves in free spaces or no need anywhere like different cables, that is known as wireless transmission। आ भी जदि आम टे छाड़देली गोटे जिनस फ्री स्पेसेस रे कौन हुए ना मूव करे, जोटा कि सिग्नल पास करे वन कंप्यूटर टू अनदर कंप्यूटर, बा जदि आम कह वन डिवाइसेस टू अनदर रिमोट डिवाइसेस। जो जिनस आम देखिले से कौन हो ना वायरलेस ट्रांसमिशन आम गोटे जिनस जमी आम देखुं समस्त इंटरनेट व्यवहार कर। इंटरनेट रे आम जहाँ पाखे मनकर मनकर पैक सरी जाम केमी भाव में इंटरनेट आणुंट, वाईफाई मध्यम आणुंट। तो सी भी एक कौन ट्रांसमिशन मीडिया जोटा आम कहते। तो से ही भाई केतटा मीडिया आम देखा जोटा कि मध्यम आम सिग्नल आनीपार्टी, से कौन हो इलेक्ट्रोमैग्नेटिकल। आम हॉटस्पॉट ऑन कले, जहाँ पाखे अच्छी सी हॉटस्पॉट ऑन कला, जी नब सी वाईफाई ऑन कला, जी देला सी हॉटस्पॉट ऑन कला, जी नेला सी वाईफाई ऑन कला। तांको भितर कौन कनेक्टिव पाई गोटे यूजर आईडी रोचे आ पासवर्ड रोचे। तो वाईफाई जी आणला हॉटस्पॉट थ्रू आणला, तो सी आणला कौन कला निज डिवाइस रे कनेक्ट करदेला वायरलेसली मिल पारा ताको। तो कौन केबल व्यवहार हो पारा। सेमती कंप्यूटर भी एक्जाक्टली सेमती आम जब गोटे डंगल कि हॉटस्पॉट गोटे लगुंट, आम तीन चार कंप्यूटर थे भी आम ताको इंटरनेट एक्सेसिबल कर वायरलेस ट्रांसमिशन मध्यम। आउ सहीटा जब आम देखा आम तीन टा भाग में बृहत कर देखा यहाँ को गोटे रेडियो वेव ट्रांसमिशन, आ गोटे हूँ माइक्रोवेव ट्रांसमिशन, आउ इन्फ्रारेड ट्रांसमिशन। तो आम जो डिफरेंट टाइप वायरलेस ट्रांसमिशन देखुं, तो ताको केमिति भाव में आमर कर देखा। रेडियो वेव ट्रांसमिशन जब मुझे कही प्रथम रेडियो वेव ट्रांसमिशन, ये रेडियो वेव ट्रांसमिशन कौन से कहला, रेडियो वेव्स having a frequent change for of 3 kHz to 3 GHz are used for the communication over distance ranging from few meters in walkie-talkie। That means जदि मु कहबी जे हमर KHZ रो फुल फॉर्म होची किलो हर्ज, हर्ज रे मापा जाए। हमर जो फ्रीक्वेंसी टाको हर्ज रे मापा जाए, है कि किलो हर्ज। हर्ज तो ये जो किलो हर्ज जो आमर मपा है, तो ये जो जिगा हर्ज पुणी किलो हर्ज, तो रेंज सेमती रहा जमी वाकी टकी जो आमर समस्त देखी पुलिस मान पाखे गोटे गोटे वाकी टकी थाए, से केमी व्यवहार करते बहुत डिस्टेंस थे भी से किलोमीटर किलोमीटर डिस्टेंस थी आम वाकी टकी से कथा हो पारती। तो से रेडियो वेव मध्यम से वाकी टकी वर्क करता है, जोटा कि फ्यू किसी किलोमीटर पर्यटन से काम करे। जमी आम मोबाइल फोन टा कौन पूरा आम डायरेक्टली कनेक्ट कर बहुत दूर हेल्ले भी से चलुँ। तो आम से कौन मुझे तुमको पिला आगु प्रिवियस क्लास रे कही ये आमर जो अच्छी
ୱାକି ଟକିର କେଉଁଠି ବ୍ୟବହାର କରାଯାଏ, ସେ ଯେଉଁ ଜିନିଷ ଗୁଡ଼ା ସବୁ ମୁଁ କହିଥିଲି ସେ ସବୁ ମନେ ଅଛି, ସମସ୍ତଙ୍କର ଟିକେ ମନେ ରଖିବା ଦରକାର। ଯେଉଁ ଏଗୁଡ଼ାକୁ ଟିକେ ଆମେ ଯେଉଁ ପୂର୍ବରୁ ପଢ଼ିଥିଲେ ଯେ କି ସିମ୍ପ୍ଲେକ୍ସ, ଡୁପ୍ଲେକ୍ସ, ହାଫ୍ ଡୁପ୍ଲେକ୍ସ, ଏଇ ଯେଉଁ ଟ୍ରାନ୍ସମିସନ୍ ମୋଡ଼ ଆମେ ସବୁ ପଢ଼ିଥିଲେ ସମସ୍ତଙ୍କର ମନେ ଥିବ। ସେଇ ଟ୍ରାନ୍ସମିସନ୍ ମୋଡ଼ରେ ଯେ ଆମର ୱାକି ଟକିଟା କେଉଁ ମୋଡ଼ରେ ବ୍ୟବହାର କରାଯାଏ, ସମସ୍ତଙ୍କର ଯଦି ମୁଁ କହିବି ଆମର ପ୍ରଥମେ ସିମ୍ପ୍ଲେକ୍ସରେ ହିଁ ବ୍ୟବହାର କରାଯାଏ। କାହିଁକିନା ଯିବ ଆସିବ ଗଲା ପରେ ହିଁ ଆମର ଯିବ। ତ ସେ ଯେଉଁ ୱାକି ଟକିଟା ଆମର କ'ଣ ହେଉଛି, ସେ ଡୁପ୍ଲେକ୍ସରେ ହେବ, ସିମ୍ପ୍ଲେକ୍ସରେ ହେବନି, ଡୁପ୍ଲେକ୍ସରେ ହେବ। କାହିଁକିନା ଯେହେତୁ ଆମର ୱାକି ଟକିଟା ୱାନ୍ସ ଗଲା ପରେ ସେଇଟା ପୁଣି ରିଟର୍ଣ୍ଣ କରେ, କିନ୍ତୁ ସିମ୍ପ୍ଲେକ୍ସରେ କ'ଣ ହୁଏ ନା ୱାନ୍ ଟାଇମ୍ ଯାଏ, ଯେଉଁଟାକି ଆଉ ରିଟର୍ଣ୍ଣ କରେନି। ତ ସେଥିପାଇଁ ୱାକି ଟକିଟା ଆମର ଡୁପ୍ଲେକ୍ସରେ ବ୍ୟବହାର କରାଯାଏ। ଆଉ ସେମିତି ଯଦି ମୁଁ ଦେଖିବି ତାହେଲେ ଆମେ ଏଠି ଯେ ରେଡ଼ିଓ ୱେବ୍ ଉପରେ ଆସିବା, ତାହେଲେ ଏଇଟା କ'ଣ ନା କର୍ଡ଼ଲେସ୍ ଫୋନ୍, FM ରେଡ଼ିଓ, AM, ଏ ଯେଉଁ ଆମର ସବୁ ହେଉଛି, ଏଗୁଡ଼ା ସବୁ ହେଉଛି କ'ଣ ନା ଆମର ରେଡ଼ିଓ ୱେବ୍ ଟ୍ରାନ୍ସମିସନ୍। ଯେଉଁଟାକି ଟିଭିରେ ଆମେ ଦେଖୁଛନ୍ତି ସେଟା ସବୁ ରେଡ଼ିଓ ୱେବ୍ ଟ୍ରାନ୍ସମିସନ୍ ମାଧ୍ୟମରେ ହିଁ ହେଉଛି। ତ ତାର କେତେ ଗୁଡ଼ିଏ କ୍ୟାରେକ୍ଟରିଷ୍ଟିକ୍ସ ଅଛି, ଆମେ ଏଇଟା ଦେଖିନେବା। କ'ଣ ତାର କ୍ୟାରେକ୍ଟର ରହୁଛି ସେ ଟ୍ରାନ୍ସମିସନ୍ ମିଟର। ଦିସ୍ ୱେବ୍ସ propagate uniformly in all directions, so the transmitting and receiving antennas do not speed any alignment। ତାମାନେ ଇଏ କହୁଛି କି ଦିସ୍ ୱେବ୍ propagate uniformly, ଏଇଟା ଗୋଟେ ଫ୍ଲୋରେ ମାନେ ମୁଭ୍ କରେ, ଯେଉଁଟାକି so the transmitting and receiving antennas do not need any alignment। ତାମାନେ ଏଥିରେ ଏମାନଙ୍କର କିଛି ଆଲାଇନମେଣ୍ଟ ଦରକାର ନାହିଁ, ମାନେ ସଜାଡ଼ିବାକୁ ଦରକାର ନାହିଁ, ଏ କେବଳ ଆଣ୍ଟିନା ଲଗାଇଦେଲେ ହିଁ ରିସିଭ୍ କରିବେ, ହେଲା କି। ତାପରେ ଲେସ୍ ଏକ୍ସପେନ୍ସିଭ୍ ଆଜ୍ କମ୍ପେୟାର୍ଡ଼ ଟୁ ୱାୟାର୍ଡ଼ ମିଡ଼ିଆ। ତାମାନେ ଏଇଟା ହେଉଛି ଲେସ୍ ଏକ୍ସପେନ୍ସିଭ୍। ଯେମିତି ଆମେ କେବୁଲ୍ କନେକ୍ସନ୍ ସମସ୍ତେ ଦେଖିଥିବ, ଯେ ଆମେ ଗୋଟେ ଯଦି ଜଣେ ମେସିନ୍ଟେ ଲଗାଉଛି, ଆଣ୍ଟିନାଟେ ଲଗାଉଛି, ସେ କ'ଣ କରୁଛି ଡାଇରେକ୍ଟ ସେଇ ଟିଭିକି କନେକ୍ଟ ଦେଇପାରୁଛି, ଅଲଗା କିଛି କମ୍ପ୍ୟୁଟର ଲଗାଇବାକୁ ପଡ଼ୁନି। ତ ସେମିତି ଏଇଟା ମଧ୍ୟ କମ୍ ଖର୍ଚ୍ଚରେ ମଧ୍ୟ ହେଇଥାଏ, ଯେଉଁଟାକି ୱାୟାର ମିଡ଼ିଆରେ କ'ଣ ହୁଏ ଅଧିକ ଖର୍ଚ୍ଚ ହୋଇଥାଏ, କିନ୍ତୁ ଏଥିରେ କ'ଣ ହୁଏ ନା କମ୍ ଖର୍ଚ୍ଚରେ ହେଇଥାଏ। ରେଡ଼ିଓ ବି ଖାଲି ଗୋଟେ ଆଣ୍ଟିନା ଲଗାଇଦେଲେ ସେ ଆଣ୍ଟିନାରୁ ଆମର ନେଟୱାର୍କଟା ରିସିଭ୍ ହୁଏ। ତ ସେଠି ଆମେ ଦେଖିବା ଏଇଠି ଅଫର୍ସ ଇଜି ଅଫ୍ କମ୍ୟୁନିକେସନ୍ ଓଭର ଡିଫିକଲ୍ଟ ଟେରେନ୍। ତ ଯେଉଁ ଅଛି ତାର ବିଭିନ୍ନ ପ୍ରକାରର, ଆମକୁ ବି ଏଟାକୁ ଦେଖିବାକୁ ପଡ଼ିବ କେମିତି ଭାବରେ କ'ଣ କାମ କରୁଛି। ଆଉ ସମସ୍ତଙ୍କୁ ମୁଁ ଏଇଟା କହିବି କି ଟିକେ ଏଟାକୁ ନଜର ରଖିଥିବା। ଆମେ ଏଇ ଯେଉଁ ଟ୍ରାନ୍ସମିସନ୍ ମିଡ଼ିଆଟା ଆମେ ଦେଖୁଛନ୍ତି, ଏଇ ଟ୍ରାନ୍ସମିସନ୍ ମିଡ଼ିଆରେ କ'ଣ ହୁଏ ଆମର, ବା ଏଇ ଯେଉଁ ଟ୍ରାନ୍ସମିସନ୍ ୱେବ୍ରେ କ'ଣ ହୁଏ ନା ଆମର ପରମିସନ୍ ଫ୍ରମ୍ କନସର୍ନ ଅଥରିଟିଜ୍, ଯେଉଁଟାକି ଆମର ଗୋଟେ ଅଥରିଟିକୁ ପରମିସନ୍ ମାଗେ, ଯେଉଁଟାକି ଆମେ ତାକୁ ଦେଇପାରନ୍ତି, ସେଇଟା ସମସ୍ତେ ବି ଦେଖିବା ଦରକାର। ସମସ୍ତେ ଯଦି ସେଇଟାକୁ ନଜର ଦେବେ ଟିକେ ଭଲ ହେବ, ଯାହାଦ୍ୱାରା କି ଆମର କିଛିଟା ଜିନିଷ ଆମେ ପାଇପାରିବା। ଆମକୁ ମେନ୍ ପଏଣ୍ଟ ଗୁଡ଼ାକ ମନେ ରଖିବାକୁ ପଡ଼ିବ, ଯାହାଦ୍ୱାରା କି କ'ଣ ରେଡ଼ିଓ ୱେବ୍ର ଟ୍ରାନ୍ସମିସନ୍ କେମିତି ରହୁଛି। ତ ଯେଉଁ ମେନ୍ ପଏଣ୍ଟ ମୁଁ କହିଲି ୟା ପୂର୍ବରୁ, ଯେଉଁଟାକି ଏବେ କହୁଥିଲି ଯେ ଲେସ୍ ଏକ୍ସପେନ୍ସିଭ୍ କମ୍ପେୟାର୍ଡ଼ ୱାୟାର୍ଡ଼ ମିଡ଼ିଆ, ଆଉ ଗୋଟେ ଲେସ୍ ସିକ୍ୟୁର୍ ମୋଡ଼ ଟ୍ରାନ୍ସମିସନ୍ ମିଡ଼ିଆ, ଆଉ ଏଇଟା ଏଇ ତିନୋଟି ପଏଣ୍ଟ ମେନ୍ ପଏଣ୍ଟ ଆମକୁ ମନେ ରଖିବାକୁ ପଡ଼ିବ। ଆଉ ନେକ୍ସଟ ଏଇ ଯେଉଁଟାକୁ ଆମକୁ ବି ଦେଖିବାକୁ ପଡ଼ିବ ଯେ ରେଡ଼ିଓ ୱେବ୍ ହାଭିଂ ଫ୍ରିକ୍ୱେଣ୍ଟଲି ବା ହାଭିଂ frequency range of 3 kilometers to 4 gigahertz by 3 kHz to 3 gigahertz are used for the communication over distance ranging। ଏଟାକୁ ମନେ ରଖିବାକୁ ପଡ଼ିବ ଯେ ରେଡ଼ିଓ ୱେବ୍ର ଡିଷ୍ଟାନ୍ସ ହେଉଛି, ରେଞ୍ଜ ହେଉଛି 3 କିଲୋହର୍ଟ୍ଜ ଟୁ 3 ଜିଗା କିଲୋହର୍ଟ୍ଜ ବା ଜିଗାହର୍ଟ୍ଜ, GHz ଯେଉଁଟା କୁହାହେଉଛି 3 kHz ଟୁ 3 GHz। ତ ଏଇଟା ଯେଉଁଟାକି ଆମେ କର୍ଡ଼ଲେସ୍ ଫୋନ୍ସ, ଆମେ ରେଡ଼ିଓ ସମସ୍ତେ ବ୍ୟବହାର କରୁଛନ୍ତି, ରେଡ଼ିଓ ୱେବ୍ ଯେଉଁଟା ଆମେ କହୁଛନ୍ତି, ରେଡ଼ିଓ ସମସ୍ତେ କେମିତି ତାର ବ୍ରଡ଼କାଷ୍ଟିଂ ହେଉଛି ବା ତାର ବ୍ୟାଣ୍ଡ ଲାଗିଛି, ଯେଉଁ ବ୍ୟାଣ୍ଡରେ ଆମର ଆସୁଛି, ତ ସେଗୁଡ଼ାକ ଆମକୁ ଦେଖିବାକୁ ପଡ଼ିବ। FM ରେଡ଼ିଓ ଯେଉଁ ଗୀତ ବାଜୁଛି, ବିଭିନ୍ନ ପ୍ରକାର ଚ୍ୟାନେଲ୍ ସବୁ ରହିଛି, 93.5, 92.7, BKFM, ଯେଉଁ ଏଇସବୁ ଜିନିଷ ଅଛି। ତ ଏଇଗୁଡ଼ା ସବୁ ସେଇ ରେଡ଼ିଓ ୱେବ୍ ଟ୍ରାନ୍ସମିସନ୍ର ଗୋଟେ ଅଂଶ। ତ ଆମେ ଜାଣିଲେ ଏବେ କ'ଣ ନା ରେଡ଼ିଓର ଯେଉଁ ଟ୍ରାନ୍ସମିସନ୍ଟା ହେଉଛି, ଯେ ଆମେ FM ରେଡ଼ିଓର, ତ ତାକୁ ଆମେ ରେଡ଼ିଓ ଟ୍ରାନ୍ସମିସନ୍ ୱେବ୍ ବୋଲି କହିପାରିବା।
ଆଉ ୱାକି ଟକିର ଯେଉଁ ଟ୍ରାନ୍ସମିଶନ୍ ହେଉଛି। ନେକ୍ସଟ ଆସିବା ମାଇକ୍ରୋୱେଭ୍ ଟ୍ରାନ୍ସମିଶନ୍। ମାଇକ୍ରୋୱେଭ୍ ଟ୍ରାନ୍ସମିଶନ୍ କ'ଣ, ଯେଉଁଟାକି ମୁଁ ଏଠି ଚିତ୍ର ସମସ୍ତେ ଟିକେ ଲୁକ୍ ଟିକେ କରୁଥିବ ସମସ୍ତେ ଯେ କ'ଣ ହେଉଛି ନା ମାଇକ୍ରୋୱେଭ୍ ତାର ବି ଡିଷ୍ଟାନ୍ସ ରେଞ୍ଜ ରହୁଛି 0.3 GHz ଟୁ 300 GHz। ସେଟା ଆମର ତା ପୂର୍ବଟା କେତେ ଥିଲା ନା ତା ପୂର୍ବ ଥିଲା କି ଆମର ଗୋଟେ 3 କିଲୋମିଟର ଟୁ 3 GHz ବା 3 କିଲୋ ଟୁ 3 GHz ଯାଉଥିଲା। ଏବେ ଆମର ଏଟା ଯାଉଛି 300 କିଲୋହର୍ଟ୍ଜ GHz ଯେଉଁ ଆମର ରହିଛି। ତ ସେଇ ଦେଖିବାକୁ ପଡ଼ିବ ଏଠି 0.3 GHz ଟୁ 300 GHz ଡିଷ୍ଟାନ୍ସରେ ଆମର ବା ଫ୍ରିକ୍ୱେନ୍ସିଟା ସ୍ପିଡ଼ରେ ଯାଉଛି। ଯେମିତି ଆମର ଆଉ କ'ଣ ଏଠି ଡିଷ୍ଟାନ୍ସ ମିନ୍ସ ଆଉ କିଲୋମିଟର ଡିଷ୍ଟାନ୍ସ ମାନେ କେବି ଡିଷ୍ଟାନ୍ସ ଯେଉଁଟା ଆମେ କହୁଛନ୍ତି ସେଇ କେବି ଆଉ MB GB ଏଇସବୁ। ତ ଏଠି କ'ଣ ହେଉଛି ନା ରେଞ୍ଜ ଅଫ୍ 0.3 GHz ଟୁ ୟା ପୂର୍ବରୁ ଗୋଟେ ଜିନିଷ ପିଲାମାନଙ୍କର ମିସିଂ ହେଇଥିବ, ମୁଁ ସାୟଦ ସେଇ ଜିନିଷଟା ତୁମମାନଙ୍କୁ ପ୍ରେଜେଣ୍ଟ କରିପାରିନି। ସେଇ ଜିନିଷଟା ଆମକୁ ନିହାତି ଜାଣିବା ଦରକାର। ତ ମୁଁ ଆଶା କରୁଛି କି ସମସ୍ତଙ୍କୁ ସେଇ କିଲୋହର୍ଟ୍ଜ GHzରେ ପ୍ରୋବ୍ଲେମ୍ ହେଇଥିବ। ତ ସେଥିପାଇଁ ମୁଁ ଯେଉଁ ଟପିକ୍ଟା ହାଇଡ଼୍ କରିଦେଇଥିଲି ତ ସେଟାକୁ ପୁନର୍ବାର ମୋତେ ଖୋଲିବାକୁ ପଡ଼ିଲା। ତ ଏଇଠି ଆମେ ହର୍ଚ୍ଚ ଉପରେ ଟିକେ ଜାଣିବା, ଯେହେତୁ କାହିଁକିନା ହର୍ଚ୍ଚଟା ନିହାତି ୱେଭ୍ରେ ଦରକାର ପଡ଼ୁଛି, ଯେଉଁଟାକି ଆମେ ସମସ୍ତେ ନିହାତି ତା ବିଷୟରେ ଜାଣିବା ଦରକାର। ଏଠି ସମସ୍ତେ ଦେଖ ଏଇ KHZର ମୁଁ ଯେଉଁଟା କହୁଥିଲି କିଲୋହର୍ଟ୍ଜ, ଆଉ ସେମିତି ଏଇଟା ହେଉଛି GHz ବା GHz। GHZ ହେଉଛି GHz। ଆମେ ଏଠି କହିପାରିବା, ଯେଉଁଟାକି ସମସ୍ତଙ୍କ ଡାଉଟ୍ ହେଉଥିବ ସାର୍ କ'ଣ KHZ GHZ କହୁଛନ୍ତି, ଯେଉଁଟାକି ଆମ ମୁଣ୍ଡରେ ପଶୁନଥିବ। ତ ସେଇଟାକୁ ମୁଁ କହିଲି। ତାହେଲେ ଏଇ ଯେଉଁ ହର୍ଚ୍ଚଟା କେଉଁଠୁ ଆସିଲା ଆମେ ଟିକେ ପୂର୍ବରୁ ଜିନିଷଟା ଦେଖିବା। ଏଇଟା ହେଉଛି ୱେଭ୍ ଲେନ୍ଥ ଯେଉଁଟା ଆମର କହୁଛନ୍ତି ବା ଫ୍ରିକ୍ୱେନ୍ସି। ତ ଏଇଠି ଆମେ ସମସ୍ତେ ଦେଖିବା ୱାୟରଲେସ୍ ଟ୍ରାନ୍ସମିଶନ୍ ତ ଯାଇଛି। ଏଇଠୁ ଆମେ ଦେଖିବା ଯେ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ୱେଭ୍ସ are categorized on the basis of their frequency और wavelength। ତାମାନେ ଆମର ଯେଉଁ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଅଛି, ଯେଉଁ ସିଗ୍ନାଲଟା ଯାଉଛି ବା ୱେଭ୍ରେ ଯାଉଛି, ତାକୁ ଆମେ ଦୁଇ ପ୍ରକାର ଫ୍ରିକ୍ୱେନ୍ସି ରଖାହେଇଛି ବା ଗୋଟେ ତାର ଯେଉଁ ବେସିସ୍ରେ ସେ ଯାଉଛି ତାକୁ ଆମେ ଫ୍ରିକ୍ୱେନ୍ସି ବୋଲି କହୁଛନ୍ତି। ଜେନେରାଲି ସମସ୍ତେ ଏଇଟା ମନେ ରଖିବ। ଆମେ କୁହନ୍ତି ଆରେ ତୋର କେତେ ସ୍ପିଡ଼ରେ ଯାଉଛି, ସେଇଟାକୁ ସ୍ପିଡ଼ଟାକୁ ଫ୍ରିକ୍ୱେନ୍ସି ବୋଲି କୁହାଯାଏ ନେଟ୍ରେ। ଆମେ କହିବା ଏଇ ମୋର MBରେ ଚାଲିଛି, ପୁରା ସ୍ପିଡ଼ ମାନେ ପୁରା 1 MB per ସେକେଣ୍ଡ ଚାଲିଛି। ସେଇଟାକୁ ଆମେ ଯଦି କହିବା ସେଇଟା ହେଉଛି ୱେଭ୍ ଲେନ୍ଥ, ଯେଉଁଟାକି ଆମେ ଫ୍ରିକ୍ୱେନ୍ସି ମଧ୍ୟ କହୁଛନ୍ତି ଆଉ ୱେଭ୍ ଲେନ୍ଥ ମଧ୍ୟ କହୁଛନ୍ତି ତାକୁ। ସେମିତି କହିଲା ହାଉ ଏଭର୍ ଅଲ୍ ଅଫ୍ ଦେମ୍ ଟ୍ରାଭେଲ୍ ୱିଥ୍ ଦ ସ୍ପିଡ଼ ଅଫ୍ ଦ ଲାଇଟ୍। ସେ କହିଲା କି ହାଉ ଏଭର୍ ଅଲ୍ ଅଫ୍ ଦେମ୍ ଟ୍ରାଭେଲ୍ ୱିଥ୍ ଦ ସ୍ପିଡ଼ ଅଫ୍ ଦ ଲାଇଟ୍। ତାମାନେ ଏଇ ଯେଉଁ ଟ୍ରାଭେଲଟା ହେଉଛି ଏଇଟା ଗୋଟେ ଲାଇଟ୍ର ସ୍ପିଡ଼ ଭଳିଆ ସ୍ପିଡ଼ ହେଉଛି। ତ ହ୍ୱେନ୍ ୱି ଆରେଞ୍ଜ ଦ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଇଲେକ୍ଟ୍ରିର ଲାଇଟ୍ ଯେମିତି ସ୍ପିଡ଼ରେ ଯାଉଛି ସେଇଭଳି ସ୍ପିଡ଼ରେ ଏଇଟା ଗତି କରୁଛି। ମ୍ୟାଗ୍ନେଟିକ୍ ୱେଭ୍ ଆକର୍ଡିଂ ଟୁ ଦ ascending or descending order of their frequencies or wavelength, they are called as electromagnetic spectrum। ତାମାନେ ଏଇ ଯେଉଁ ଆମର ଯେଉଁ ୱେଭଲେନ୍ଥରେ ଯାଉଛି ତାକୁ ଆମେ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ସ୍ପେକ୍ଟ୍ରମ୍ ମଧ୍ୟ କହିପାରିବା, ଯେଉଁଟାକି ଏଠି ସମସ୍ତେ ଦେଖିଥିବ। ଆଉ ଫ୍ରିକ୍ୱେନ୍ସିଜ୍ ଅଫ୍ ୱେଭ୍ସ ଆର୍ ମେଜର୍ଡ ଇନ୍ ହର୍ଚ୍ଚ। ତାମାନେ ଏଇ ଯେଉଁ ଫ୍ରିକ୍ୱେନ୍ସିର ୱେଭ୍ଟାକୁ ଯେଉଁ ଆମର ମପା ଯାଉଛି ଏଇଟା ହର୍ଚ୍ଚରେ ମପା ଯାଉଛି, HZରେ। ସେଟାକୁ ସମାନ HZ ମିନ୍ସ ହର୍ଚ୍ଚ। ଯେଉଁ ଆମର ପୂର୍ବରୁ ମୁଁ ରେଡ଼ିଓ ୱେଭ୍ କହିଲି ସେ ବି ସେଇ ହର୍ଚ୍ଚରେ ଥିଲା, ଏଇଟା ବି ସେଇ ହର୍ଚ୍ଚ। ହର୍ଚ୍ଚ ମିନ୍ସ ଯେଉଁଟା ଆମର ୱେଭ୍ ଲେନ୍ଥ, ଯେଉଁ ଆମର ସିଗ୍ନାଲ୍ ଯେଉଁ ଆମେ ଆଣୁଛନ୍ତି ବା ଯେଉଁ ନେଟୱାର୍କର ଯେଉଁ ସିଗ୍ନାଲଟା ଫ୍ରିକ୍ୱେନ୍ସିଟା ରହିଛି ସେଇଟାକୁ ଆମେ ମପାଯାଏ କେଉଁଥିରେ ନା ହର୍ଚ୍ଚରେ ମପାଯାଏ। ଏଇଟା ସମସ୍ତେ ମନେ ରଖିବ, ଏଇଟା ଗୋଟେ ଭେରି ଭେରି ଇମ୍ପୋର୍ଟାଣ୍ଟ ଜିନିଷ ଯେ ଆମର ସିଗ୍ନାଲ ୱେଭ୍ ଲେନ୍ଥର ଯେଉଁ ସିଗ୍ନାଲଟା ଆମର କେଉଁଥିରେ ମପାଯାଏ ନା ହର୍ଚ୍ଚରେ ମପାଯାଏ। ହର୍ଚ୍ଚ ପୁଣି କ'ଣ ନା କିଲୋ ହର୍ଚ୍ଚ ଆଉ ଜିଗା ହର୍ଚ୍ଚ ଅଛି ଆମର, ଆମେ ଜାଣିଲେ। as the frequencies of electromagnetic wave change their property also change। ତାମାନେ ଯେତେବେଳେ ଫ୍ରିକ୍ୱେନ୍ସି ଆମର ଚେଞ୍ଜ ହେଉଛି ତାର ପ୍ରପର୍ଟି ମଧ୍ୟ ଚେଞ୍ଜ ହେଉଛି based on their frequency or electromagnetic wave categories। ତାମାନେ ଏଇ ଯେଉଁ କ୍ୟାଟାଗୋରୀ ଦେଇଛି ଏଇ କ୍ୟାଟାଗୋରୀ ଅନୁସାରେ ୱେଭ୍ ଲେନ୍ଥଟା ଚେଞ୍ଜ ହେଉଛି। ଯେମିତି ମୁଁ କହିବି ଆମେ ଗୋଟେ ମୋବାଇଲରେ ଯେତିକି ସ୍ପିଡ଼ରେ ନେଟ୍ ପାଇବା, ଗୋଟେ ଆଉ ଡଙ୍ଗଲଟା ଲଗାଇଲେ ତାଠାରୁ ଟିକେ ସ୍ପିଡ଼ ପାଇବା, କି ଯଦି ଆମେ ହଟସ୍ପଟ୍ଟେ ଲଗାଇବା ତାଠାରୁ ଟିକେ ସ୍ପିଡ଼ ପାଇବା। ତ ଏଇ ଯେଉଁ ସିଚୁଏସନ୍ ଅନୁସାରେ ତାର କ'ଣ ହେଉଛି ନା ମ୍ୟାଗ୍ନେଟିକ୍ ୱେଭ୍ ଅନୁସାରେ ତାର ଫ୍ରିକ୍ୱେନ୍ସି ଚେଞ୍ଜ ହେଉଛି।
तो आम से देखा तार केते प्रकार अच्छी रेडियो वेव माइक्रोवेव आम जोड़ा ही पढ़ले इनफ्रारेड विजिबल लाइट अल्ट्रावायोलेट रेडिएशन एक्सरे गामा रे एक्सरे तो समझ देखी जो सेटा कौन लाइट रो वेटा तमाने लाइट रो वेटा जो एक्सरे कराउची केते भीतर को जाई करूची तमाने केते स्पीड रे लाइट टा जाउची तो ସେଇଟା କୁ ସମସ୍ତେ ମନେ ରଖିବା ଦରକାର ରେଡ଼ିଓ ୱେଭ୍ ଦେଇଛି ରେଡ଼ିଓ ୱେଭ୍ 3 ଆମର କ'ଣ ନା 3 × 10⁻³ ହର୍ଜ ଟୁ 300 10⁻9 ହର୍ଜ ଆଉ ସେମିତି 3 × 10⁸ ହର୍ଜ ଟୁ 3 × 10⁻11 ହର୍ଜ ତ ଏଇ ଯେଉଁ ଜିନିଷ ଆମେ ଜାଣିଲେ ଏବେ ମୁଁ ଆଶା କରୁଛି କି ହର୍ଜ ଉପରେ ସମସ୍ତଙ୍କୁ ଟିକେ ଡାଉଟ୍ କ୍ଲିୟର ହେଇଯାଇଥିବ ଆଉ ଯଦି ବି ଅସୁବିଧା ହେଉଥିବ ଏଇ ଭିଡ଼ିଓଟାକୁ 2-3 ଥର ରିପିଟ୍ କରିଦେଲେ ନିହାତି ଭାବରେ ମୁଁ ଆଶା କରୁଛି କି ସମସ୍ତଙ୍କୁ ସଲ୍ୟୁସନ୍ ମିଳିପାରିବ। तो ये आम जो डिस्कस पॉइंट को आम जा जो डिस्कस करूँ जो माइक्रोवेव कथा जो मुझे कहली यहाँ कौन ताल यहाँ हूँ गिगा हर्ज 0.3 यार रेंज हूँ आम सेटा के 3 किलो हर्ज टू 3 GB जिगा हर्ज पुणी यहाँ आसला 0.3 जिगा हर्ज टू 300 जिगा हर्ज पर्यंत आम स्पीड रहा ट्रावेल इन स्ट्रेट लाइन एंड कैन नॉट पेनिट्रेट एनी सॉलिड ऑब्जेक्ट माने पूरा स्ट्रेट लाइन रे गोटे टावर रू आ गोटे टावर को मूवमेंट करिवो किंतु आ मध्य कि सॉलिड रहइबो नै जेमति हमर वर्षा बेले कोन हुए बेले बेले सैटेलाइट स्लो हो जाय हम टीवी रे नेटवर्क आसन पर टीवी रे चैनल कि चलेनी ड्यू टू सिग्नल वीक लगी दिए कहीं कि ना गोटे बाधा आसला ना स्ट्रेट लाइन रे आसुतला से जिनसटा कोन ब्रेक हला ब्रेक हेबारु हम कोन सिग्नल फेलियर हला जदर कि हम देखि पाली नै तो हेतु में किछि भी ऑब्जेक्ट रहइबो नै समस्ते जाओ आंटीना ऊपर गोटे ये पकई दियो गोटे कपड़ाटे पकई दियो केबे भी नेट सिग्नल आसबनी कहीं गोटे ऑब्जेक्ट रहा जोटा कि सॉलिड ऑब्जेक्ट जोटा कि आमर सिग्नल को ब्रेक कला तो सेमती कहला देयरफॉर फॉर लॉन्ग डिस्टेंस माइक्रो कम्युनिकेशन हाई टावर्स एंड बिल्ड से कहला कि देयरफॉर फॉर लॉन्ग डिस्टेंस माइक्रोवेव कम्युनिकेशन हाई टावर्स आर बिल्ट एंड माइक्रोवेव एंटीनाज आर पुट ऑन देयर टॉप्स तो आम यूँ जाना दरकार जे आम मन भर गोटे क्वेश्चन आसुव कि सतत ये जो टावर सब लगी आम घर पाखे हो कि घर टे दूर हो केते ऊंचार लगी कहीं ना जदि से ऊंचार न रोचे गोटे टावर सहित आउ गोटे टावर मुवमेंटा से मैंने ट्रैक कर ऑब्जेक्ट जदि किसी रहीगला ताले ठीक भाव नेटवर्क आसबनी तो से आमर से व्यवहार कराई तो ताकू एटा को आमे भी निजे जानिबा दरकार ये सब जिनस नहले पूरा टेक्नोलोजी ऊपर आमे पूरा डाउन पड़िबा तो ताकू मु आशा करछि कि समस्त को ए क्लियर ही आसी जाइथो माइक्रोवेव ऊपर आउ ना आउ जदि मु कहबी थी हमर रही जो कि एंटीना आर पुट ऑन देयर टॉप्स डिस्टेंस बिटवीन टू माइक्रोवेव टावर डिपेंड्स ऑन मेनी फैक्टर्स इंक्लूडिंग फ्रीक्वेंसी ऑफ द वेव being used and height of the towers ता माने जो टावर टा जत्ते ऊंचा रे हबो सेते कोन हबो ना तांको भीतर कम्युनिकेशन माने स्ट्रेट लाइन रे करि परिबे जादर कि हमर नेटवर्क रो स्पीड टा ठीक भाबरे मेंटेन हे परिबो तो एटा हम जानले माइक्रोवेव आ तार हम जे देखिया तार कैरेक्टरिस्टिक्स टा कोन माइक्रोवेव कैरेक्टरिस्टिक्स होची क्विक इंस्टॉलेशन जल्दी इंस्टॉलेशन हे परिबो आउ लेस एक्सपेंसिव देन वायर्ड मीडिया जोटा कि आमर वायर्ड मीडिया जिते कि खर्च हुए ताठू लेस हो पार ऑफर्स इजी ऑफ कम्युनिकेशन ओवर डिफिकल्ट ट्रेन इट रिक्वायर्स लाइन स्ट्रेट ट्रांसमिशन सो दैट ट्रांसमिटिंग एंड रिसीविंग एंटीना नीड टू बी प्रॉपर्ली अलाइन ता माने एठी जदी हमर मु कहली केबल कथा जदी कहबी इजी इंस्टॉलेशन गोटे एंटीना टाइम आम लगेदेले ना तादे कौन आम विभिन्न प्रकार ये दवा पड़ी किसी दवा पड़े खाली गोटे एंटीना आम आने लगेदेले तो से कौन कला ना ट्रांस जो आमर केबुल जो सिग्नल टाक कैच कला आम कौन कला आमको जगेला सिग्नल जगेला तो आम प्रॉपर्ली जिनसा पाइपर तो से लेस एक्सपेंसिव है आउ जल्दी भी इंस्टॉलेशन आम जनरली घर जो एंटीना लगुच खूब शीघ्र इंस्टॉलेशन हो जाए आम माइक्रोवेव कहीपर नेक्स्ट आसला इनफ्रारेड वेब ट्रांसमिशन इनफ्रारेड वेब ट्रांसमिशन कौन ना यहाँ को आम भी रेंज भी जाना दरकार यहाँ 300 GHz टू 400,000 बा 400,000 GHz दिस इज फ्रीक्वेंसी रेंज इज जस्ट बिलो फ्रीक्वेंसी रेड कलर ताମାନେ ଏଟା रेंज बहुत बड़ ऑफ द विजिबल स्पेक्ट्रम हेंस द नेम ऑफ इंफ्रारेड
these are used for short range। ତ ଏଇଟା ଯଦି ମୁଁ କହିବି ଏଇଟା ହେଉଛି these are the used for short range। ଏଇଟାକୁ ଆମେ ମନେ ରଖିବାକୁ ପଡ଼ିବ ଯେ 300 GHz ରୁ 400,000 GHz ପର୍ଯ୍ୟନ୍ତ ଆମର ଏଇଟା ବା ଯଦି ଆମେ କହିବା 4 ଲକ୍ଷ GHz ସହିତ ରେଞ୍ଜ ରହୁଛି। ତ ଏଇଟା ସର୍ଟ ରେଞ୍ଜ ପାଇଁ ଆମର ୱାୟରଲେସ୍ କମ୍ୟୁନିକେସନ୍ ଆପ୍ରୋକ୍ସ 5 ମିଟର ଲାଇକ୍ ଟେଲିଭିଜନ ରିମୋଟ୍ କଣ୍ଟ୍ରୋଲ ଡିଭାଇସେସ୍ କର୍ଡଲେସ୍ ମାଉସ୍ ଏଇ ଯେଉଁ ରହିଛି ଆମର ଏଇଗୁଡ଼ାକ ସବୁ ରହିଛି। କର୍ଡଲେସ୍ ମାଉସ୍ ରିମୋଟ୍ ଏଇଗୁଡ଼ା ସବୁ ତାର ସ୍ପିଡ଼ଟା ଫ୍ରିକ୍ୱେନ୍ସି ରେଞ୍ଜଟା ହେଉଛି ଏତିକି। ଆମର ଯେଉଁ ଟିଭିରେ ରିମୋଟ୍ ଆମେ ବ୍ୟବହାର କରୁଛନ୍ତି ତ ସେଇ ଜିନିଷ। ତାପରେ ଦିଜ୍ ୱେଭ୍ସ ଡୁ ନଟ୍ ପାସ୍ ଥ୍ରୁ ଦ ସଲିଡ୍ ଅବଜେକ୍ଟ। ଯଦି ଗୋଟେ ରିମୋଟ୍ ଆଗରେ ଆମେ ଗୋଟେ ସଲିଡ୍ ଜିନିଷ ରଖୁଛନ୍ତି ତାହେଲେ ସେ କ'ଣ ହେଉଛି ନା ତାକୁ ଡେଇଁକି ସେ ଯାଇପାରୁନି। ସୋ ଆନ୍ ଇନଫ୍ରାରେଡ୍ ଡିଭାଇସ୍ in one room of a building does not interference with a similar system in adjacent rooms. For example, a TV remote in one remote room cannot control a television set in another room। ତାହେଲେ ଯଦି ଆମେ ଗୋଟେ ରୁମ୍ରେ ଗୋଟେ ରିମୋଟ୍ ରଖିଛନ୍ତି ଗୋଟେ ସଲିଡ୍ ଅବଜେକ୍ଟ ରହିଲା ଆମେ ସେପଟ ରୁମ୍ରେ ମାନେ କାନ୍ଥ ରହିଲା ଆମେ ସେପଟେ ଆଉ ଗୋଟେ ଟିଭିକୁ କଣ୍ଟ୍ରୋଲ କରିପାରିବା ନାହିଁ। ତ ସେ କ୍ୟାରେକ୍ଟରିଷ୍ଟିକ୍ସ ଆମେ ଦେଖିବା ଇନଫ୍ରାରେଡ୍ ୱେଭ୍ ଟ୍ରାନ୍ସମିଶନର। ଇଟ୍ ଇଜ୍ ଏ line of straight transmission, therefore information passed to one device to device is not leaked to another device। No government license is required for the use। It is a line side transmission, therefore at a time only two devices can communicate। The waves do not cross any solid object in between। Performance drops with longer distance। ତାମାନେ ଏଇ ଯେଉଁ ଜିଗା ହର୍ଟ୍ଜ ରହିଛି ତାମାନେ ଆମର ଏଇଠୁ ଜାଣିବା ଦରକାର ଯେ ଯେତେ ଜିଗା ହର୍ଟ୍ଜ ବଢ଼ି ବଢ଼ି ଯାଉଛି ଆମର ରେଞ୍ଜଟା ସେତେ ଫ୍ରିକ୍ୱେନ୍ସିଟା ସେତେ ଲୋ ହେଇକା ଯାଉଛି। ଯେଉଁଟାକି ଆମେ ଦେଖିବା ଯେତେ କିଲୋ ହର୍ଟ୍ଜ ରହୁଛି ସେତେ ଆମର କ'ଣ ହେଉଛି ନା ଆମର ସ୍ପିଡ଼ଟା ବଢ଼ି ବଢ଼ି ଯାଉଛି ବା ରେଞ୍ଜ ବଢ଼ି ବଢ଼ିକା ଯାଉଛି। ଏଠି ସ୍ପିଡ଼ ବଢ଼ୁଛି ବଟ୍ ରେଞ୍ଜ କମୁଛି ବା ରେଞ୍ଜ ଯେଉଁଟା ଆମେ ଦେଖିବା କମ୍ ଡିଷ୍ଟାନ୍ସ ଭିତରେ ରହୁଛି କାହିଁକିନା ରିମୋଟ୍ଟା ବେଶୀ ଡିଷ୍ଟାନ୍ସରେ ମଧ୍ୟ କାମ କରିବନି। ତ ଏଇଟାକୁ ଆମେ ସମସ୍ତେ ଜାଣିବା ଦରକାର ଆଉ ବୁଝିବା ଦରକାର। ଇନଫ୍ରାରେଡ୍ ଯେମିତି ଆମେ ମୋବାଇଲରେ ସମସ୍ତେ ଆଗରୁ ଇନଫ୍ରାରେଡ୍ ତାକୁ କହୁଥିଲେ ସେଇଟା ଇନଫ୍ରାରେଡ୍ ଯେଉଁଟାକି ଆମେ ଗୋଟେ ମୋବାଇଲରୁ ଆଉ ଗୋଟେ ମୋବାଇଲକୁ କିଛି ଡାଟା ଟ୍ରାନ୍ସମିସନ୍ କରିପାରୁଥିଲେ ବ୍ଲୁଟୁଥ୍ ଟାଇପ୍ର ସେଇଟା। ତ ଆସିବା ଏବେ ବ୍ଲୁଟୁଥ୍କୁ ଆସିବା। ଯଦି ବ୍ଲୁଟୁଥ୍ ଆମେ ଦେଖିବା ବ୍ଲୁଟୁଥ୍ କ'ଣ ସିଏ ବି ଏକ ପ୍ରକାର ୱାୟରଲେସ୍ ଟ୍ରାନ୍ସମିସନ୍ ମିଡ଼ିଆ। ଦିସ୍ ଏ ଟେକ୍ନୋଲୋଜି ଏଇଟା ବି ଅଲସୋ ଟେକ୍ନୋଲୋଜି ୟୁଜେସ୍ ରେଡ଼ିଓ ୱେଭ୍ ଇନ୍ ଦ ଫ୍ରିକ୍ୱେନ୍ସି ରେଞ୍ଜ 2.402 GHz। ତାମାନେ ଏଇଟା ଟିକେ ମାନେ ଅଳ୍ପ ବାଟ ପର୍ଯ୍ୟନ୍ତ ଏଇଟା ଯାଇପାରିବ ମାନେ ରିମୋଟ୍ ଠାରୁ ଆହୁରି କମ୍ ଏଇଟା। ତ ଆମେ ଯଦି ଦେଖିବା 2.480 GHz it is used for short range communication approximately 10 meters। ସେଇଟା ଆମର ୟା ପୂର୍ବଟା ଥିଲା ଆମର 5 ମିଟର ଥିଲା ଇଏ 10 ମିଟର ଟିକେ ଏଠାରୁ ଅଧିକା ହେଇପାରିବ 10 ମିଟର ଭିତରେ ଆମର ଏଟା ରହିପାରିବ। ଅଫ୍ ଡିଭାଇସେସ୍ ଫର୍ ୱାୟରଲେସ୍ କମ୍ୟୁନିକେସନ୍ ବେବି ମନିଟର୍ସ ଡୋର୍ ଓପନର୍ ଆଣ୍ଡ ସେଲ୍ ଫୋନ୍ସ ଆର୍ ସମ୍ ଡିଭାଇସେସ୍ ରିଲେଟେଡ୍ ବ୍ଲୁଟୁଥ୍ କମ୍ୟୁନିକେସନ୍। ଆମେ ସମସ୍ତେ ବ୍ଲୁଟୁଥ୍ ଇୟରଫୋନ୍ ୟୁଜ୍ କରୁଛନ୍ତି। ବ୍ଲୁଟୁଥ୍ରେ ଆମେ କୌଣସି ମୋବାଇଲକୁ କିଛି ଡାଟା ଟ୍ରାନ୍ସଫର୍ କରୁଛନ୍ତି ବି ଆମେ ଯଦି କୌଣସି GPS ଆକ୍ସେସ୍ କରୁଛନ୍ତି କି କୌଣସି ଆମେ କହିବା କୌଣସି ଡିଭାଇସେସ୍ ଯଦି ଆମେ ଆକ୍ସେସ୍ କରୁଛନ୍ତି ଆମେ ବ୍ଲୁଟୁଥ୍ର ସାହାଯ୍ୟ ନେଉଛନ୍ତି ତ ସେଇଟା ନିହାତି ଭାବରେ ଆମର ଇନଫ୍ରାରେଡ୍ ଠାରୁ ଟିକେ ଡିଷ୍ଟାନ୍ସ ଅଧିକା ରହେ ଯେଉଁଟାକି ଇନଫ୍ରାରେଡ୍ ଯେତିକି ଡିଷ୍ଟାନ୍ସରେ କଭର୍ କରେ ତାଠୁ ଟିକେ ଅଧିକ ଡିଷ୍ଟାନ୍ସରେ କଭର୍ କରେ 5 ମିଟର୍ସ ज़्यादा। ତ ତାପରେ ଆସେ ସାଟେଲାଇଟ୍ ଲିଙ୍କ। ସାଟେଲାଇଟ୍ଟା ସମସ୍ତେ ଜାଣିଥିବ ଯେଉଁଟା ଆମର ଉପରେ ଯେଉଁ ସାଟେଲାଇଟ୍ ସବୁ ରହୁଛି ଆମେ ଯେତେବେଳେ କଲ୍ କରୁଛନ୍ତି ଆମର ପ୍ରଥମେ ଟାୱାରକୁ ଯାଉଛି ଟାୱାରରୁ ପୁଣି ସାଟେଲାଇଟ୍ରୁ ଏଗେନ୍ ଯେଉଁ ଡେଷ୍ଟିନେସନ୍ ଟାୱାର ଦେନ୍ ମୋବାଇଲକୁ ଯାଉଛି ଆମେ ଯେଉଁ କଲ୍ଟି କରୁଛନ୍ତି। ତ ସେମିତି ସାଟେଲାଇଟ୍ ଲିଙ୍କ୍ସ ଆର୍ ୟୁଜ୍ ଫର୍ ଭେରି ଲଙ୍ଗ ଡିଷ୍ଟାନ୍ସ ୱାୟରଲେସ୍ କମ୍ୟୁନିକେସନ୍ which may range from intercity of intercontinental transmission from the earth to satellite is known as uplink। ଯଦି ट्रांसमिशन फ्रॉम ଏଇଟା ମନେ ରଖିବା ଜିନିଷ ଅପଲିଙ୍କ କ'ଣ ଡାଉନଲିଙ୍କ କ'ଣ।
अपलिंक गोटे डाउनलिंक गोटे दुटा अच्छी गोटे हूँ अपलिंक हूँ ट्रांसमिशन फ्रॉम यार्थ टू सैटेलाइट जदि आम पृथ्वी सैटेलाइट सहित जदि आम किसी कम्युनिकेशन करूँ अपलिंक कहते जदि सैटेलाइट रू किसी आमर तले कंप्यूटर को जदि आम किसी डाटा आणुचंती डाउनलिंक अप मान ऊपर डाउन मान तल तामाने सैटेलाइट रू जोटा आसला सेटा होची डाउन सैटेलाइट को जोटा गला सेटा होची अपलिंक तो एटा हम जानिया पड़ो देयर आर मल्टीपल माइक्रोवेव फ्रीक्वेंसी बैंड्स व्हिच आर यूज्ड फॉर सैटेलाइट लिंक्स तामाने जो माइक्रोवेव रो जो फ्रीक्वेंसी बैंड रोची जोटा कि हम टावर रे देखुतले तो से गुड़ाक आमर कौन हुए ना सैटेलाइट लिंक रहे जोटा कि आमर जमी मुझे कहली गोटे कॉल आम करूँ कि आमर जो टीवी चलुची तो यहाँ सब सैटेलाइट माध्यम चलुची जदि आम देखा तापरे आसला कला से कहला कि अपलिंक भैरीज फ्रॉम 1.6 GHz टू 30.0 GHz तामाने एटा टिके कम रेंज रो अपलिंक टिके कम रेंज रे जाए सेमती दैट द डाउनलिंक भैरीज फ्रॉम 1.5 GHz टू 20 GHz तो टिके डाउनलिंक टा टिके स्पीड रहे डाउनलिंक फ्रीक्वेंसी इज ऑलवेज लोअर देन द अपलिंक फ्रीक्वेंसी मैं ये कहली डाउनलिंक टा सब लोअर थाए काठारू ना अपलिंक टारू फ्रीक्वेंसी टा हमर सब मन रखिया जिनस एटा डाउनलिंक रो फ्रीक्वेंसी टा सब बेले लोअर थाए अपलिंक टारू For example, the uplink frequency is 6.0 GHz, the downlink frequency is तो एमती एटा सैटेलाइट लिंक तापर आम एटा सैटेलाइट विषय टे जाना कौन कौन हो ना दे सैटेलाइट आर्टिफिशियल एंड मूव अराउंड द अर्थ इन द डिफरेंट टाइप ऑफ ऑर्बिट्स तान एटा जो ऑर्बिट सब आमर सब सैटेलाइट रे जो ग्रह गुड़ाक सब जो आमर सब घूरुचंती तो तांको भली सैटेलाइट मूव कर पृथ्वी चारिपटे जद्वारा कि आम देखा जे आम जदि गोटे लोकेशन पर किसी गोलाबारुद जो करुँच तो यहाँ को आमर गोटे सैटेलाइट मूव करुँची टोटाल डेली बेसीस रे आम कौन कर प्रत्येक दिन से खबर नहीं था 24 घंटा मध्य तो जहाँद्वारा कि आम जब किसी हार्मफुल जिनस करते आमको तुरंत धरा पड़ जाए तो सेटा सैटेलाइट माध्यम ही थाए सेटा को आम मन रखा निहाती आवश्यक आउ सैटेलाइट माध्यम भी आमर जी सब इंटरनेट रो कनेक्टिविटी हो सब सैटेलाइट माध्यम हो सेटा भी देखार अच्छे आम से ही आम शिखी जापर कि एक्चुअली सैटेलाइट लिंक रे कौन हो लिंक को आम जब देखा सैटेलाइट लिंक को आम कौन कर सैटेलाइट लिंक रे आमर सैटेलाइट लिंक रे कौन हो ना से आमर तीन टा देख ये जियो स्टेशनरी ऑर्बिट आमर अच्छे कौन ना जियो स्टेशनरी ऑर्बिट आउ मीडियम अर्थ ऑर्बिट आउ लोअर अर्थ ऑर्बिट तो तीन टा अच्छे जियो एमईओ एलईओ तो जो तीन टा अच्छी ये जो आमर यहाँ समझ देख यहाँ सैटेलाइट यहाँ हूँ टावर तो आम जोटा आमर सैटेलाइट रू टावर को कौन हो जाऊँगी सेटा को आम अपलिंक कहते जोटा आसूची सेटा हूँ डाउनलिंक तो जोटा आमर दुईटा सैटेलाइट रोचे गोटे न्यू दिल्ली गोटे भुवनेश्वर तो भितर कौन हो सैटेलाइट माध्यम कम्युनिकेशन होमती कहती गोटे भुवनेश्वर जड़े लोक अच्छी से न्यू दिल्ली को कॉल करुँची तो सेटा केमती हम ना प्रथम ये डिवाइस रहा ये गला सैटेलाइट रू गला कौटी की ना आम टावर सैटेलाइट देन एगेन सैटेलाइट पुणी खोजला को पाखापाखि टावर देन डिवाइसेस तो यही भाव में फ्लो हो जिनसा आम यहाँ को भी आमको मन रखा पड़ो फ्लोटा एमती ही हुए जहाँद्वारा कि आम गोटे सेंडर और रिसीवर भितर आमर मेसेज थाए तो ये आम तीन टा देखिले आम गोटे जियो स्टेशनरी ऑर्बिट मीडियम अर्थ ऑर्बिट आउ लोअर अर्थ ऑर्बिट तो से सैटेलाइट जियो ऑर्बिट रे कौन हुए ना रिवॉल्व समस्त चित्र गोटे मन रखि था जियो ऑर्बिटा पूरा कौन हुए ना टोटाल 35,838 किलोमीटर मुव करे है कि जियो ऑर्बिटा
ହେଲେ ମିଓ ଅର୍ବିଟ୍ ଏସବୁ ଟେକ୍ନିକାଲ ଜିନିଷ ଯେଉଁଟାକି ଆମର ସାଟେଲାଇଟ୍ ଯେଉଁମାନେ ତିଆରି କରନ୍ତି ତାଙ୍କୁ ଏଇଟା ଦରକାର ହୁଏ, କାହିଁକିନା ସେମାନେ କେଉଁ ରେଞ୍ଜ ପାଇଁ ଏଇଟା ବ୍ୟବହାର କରୁଛନ୍ତି। ପୁରା ପୃଥିବୀ ଚାରିପଟେ ବୁଲିବ କି ପୃଥିବୀର କେତେଟା ଜାଗା ଉପରେ ସେ ମୁଭ୍ କରିବ, ଏଇଟାକୁ ସେମାନେ ଦେଇକି ସେ ରେଞ୍ଜକୁ ନେଇକି ତାକୁ ତିଆରି କରନ୍ତି, ଯେଉଁଟାକି ଆମର ତାକୁ ଜେନେରାଲି କୁହାଯାଏ ଜିଓ, ମିଓ, ଲିଓ। ତ ଏଇଟାକୁ ଆମେ ୟାର୍ଥ ଇନ୍ ୱେଷ୍ଟ ଟୁ ଇଷ୍ଟ ଡାଇରେକ୍ସନ୍ ଆଲଙ୍ଗ ଦ ଇକ୍ୱିଲାଟେରାଲ ବା ଇକ୍ୱାଟୋରିଆଲ ପ୍ଲେନ୍ at high of 38 kilometer. This height ensures that satellite takes exactly 24 hours to complete one revolution and appear stationary from one any place on the surface of the earth। ତାମାନେ ଯେଉଁ ଜିଓଟା ସେ କ'ଣ ହୁଏ ନା ପୁରା 24 ଆୱାର ଭିତରେ ମୁଭ୍ କରେ, ପୁରା ପୃଥିବୀ ବୁଲିବା ସହିତ ସେ ବି ମୁଭ୍ କରେ। ସେମିତି ତାର କ୍ୟାରେକ୍ଟରିଷ୍ଟିକ୍ସ ରହିଛି। ବିକଜ ଅଫ୍ ଦ ହାଇଟ୍ ସାଟେଲାଇଟ୍ କଭର୍ସ ଲାର୍ଜ ଏରିଆ ଅଫ୍ ଦ ଏୟାର। ତାମାନେ ଯେଉଁ ଜିଓଟା କ'ଣ ହୁଏ ନା ବଡ଼ ଏରିଆ ଉପରେ ମୁଭ୍ କରେ, ଯେଉଁଟାକି ଆମେ ଦେଖିଲେ। ଆଉ ବିକଜ ଅଫ୍ ଲାର୍ଜର ହାଇଟ୍ geostationary satellite communication consumes more electrical power for transmission in comparison to medium lower earth orbit satellite। ତାମାନେ ଏଇଟା ବହୁତ କନଜ୍ୟୁମ୍ করে electric power। A set of low earth orbit satellites are being used for popular global positioning system। Too expensive, it is commercially viable because of its long distance transmission। satellite communication very much require legal permission। ତାମାନେ ଏଇଟା ବହୁତ ଲିଗାଲ ପରମିସନ୍ ପାଇଁ ବ୍ୟବହାର କରାଯାଏ। ତ ଏଇଟା ଆମେ ଜାଣିଲେ ସାଟେଲାଇଟ୍ରେ କେମିତି ଭାବରେ ସବୁ ହେଉଛି ଆମର ଜିଓ, ଲିଓ, ମିଡ଼ିୟମ୍ ଏର୍ଥ ଅର୍ବିଟ୍। ତ ଏଇମାନଙ୍କର ଯେଉଁ ଟ୍ରାନ୍ସମିସନ୍ ମୋଡ଼୍ ରହିଛି ତାକୁ ଆମେ ଦେଖିବାକୁ ପଡ଼ିବ, ଜାଣିବାକୁ ପଡ଼ିବ। ତ ଏଇଥିରେ ଆମେ କିଛି ଜିନିଷ ଶିଖିଲେ। ଆଉ ପୁନରାୟ ଏପରି ଏକ କ୍ଲାସ୍ ପୁଣି ନେଇକି ଆସିବି ନେକ୍ସଟ କ୍ଲାସ୍ରେ। ତ ସେଥିପାଇଁ ଟେକ୍ କେୟାର ଆଉ ଥ୍ୟାଙ୍କ ୟୁ ଫର୍ କୋଅପରେସନ୍। ସମସ୍ତେ ଭଲ ଭାବରେ ଏଇ ଭିଡ଼ିଓଟାକୁ ମୂଳ ଶେଷ ଦେଖିବ। ଯଦି କିଛି ଡାଉଟ୍ ଥାଏ ତାହେଲେ କମେଣ୍ଟ ବକ୍ସରେ କମେଣ୍ଟ ଲେଖିବ। ଥ୍ୟାଙ୍କ ୟୁ।